ନମସ୍କାର ଅଲ୍ ଇନ୍ ୱାନ୍ ଷ୍ଟୋରୀ ୱିଥ୍ ସମିତା ଚ୍ୟାନେଲରେ ଷଷ୍ଠ ଶ୍ରେଣୀର ସମସ୍ତ ଭାଇ ଭଉଣୀମାନଙ୍କୁ ଆଜିର ଏହି ସଂସ୍କୃତ କାଳାଂଶକୁ ସ୍ୱାଗତ। ତ ଭାଇ ଭଉଣୀମାନେ ଆଜିର ଏହି କାଳାଂଶରେ ସରସ୍ୱତୀ ସଂସ୍କୃତ ଭାଷା ସୁପନମ୍ ପୁସ୍ତକର ତୃତୀୟ ପାଠଟିକୁ ପଢ଼ିବା। ଆମେମାନେ ସମସ୍ତେ ଜାଣିଛେ କି ବୃକ୍ଷମାନେ ଆମର ଯେଉଁ ମୌଳିକ ଆବଶ୍ୟକତା ସବୁ ରହିଛି ତାହାକୁ ପୂରଣ କରିଥାନ୍ତି। କହିଲେ ଦେଖି ଆମର ମୌଳିକ ଆବଶ୍ୟକତା କ'ଣ ସବୁ ରହିଛି? ତିନୋଟି ମୌଳିକ ଆବଶ୍ୟକତା, ଗୋଟେ ହେଉଛି ଖାଦ୍ୟ, ଆଉ ଗୋଟେ ହେଉଛି ବସ୍ତ୍ର, ଆଉ ଗୋଟେ ବାସଗୃହ। ଏହି ତିନିଟା ବିନା ଆମେ ବଞ୍ଚିପାରିବା ନାହିଁ। ତ ବୃକ୍ଷମାନେ ଆମର କେଉଁ କେଉଁ ଉପକାରରେ ଆସିଥାନ୍ତି? ସେ ଆମକୁ ଅମ୍ଳଜାନ ଯୋଗାଇଥାନ୍ତି ଶ୍ୱାସକ୍ରିୟା କରିବା ପାଇଁକି, ଆଉ ଯେଉଁ ଦୂଷିତ ଅଙ୍ଗାରକାମ୍ଳ ରହିଥାଏ ତାକୁ ସେ ଶୋଷଣ କରି ନେଇଥାନ୍ତି, ଆଉ ଆମକୁ ଖାଦ୍ୟ ଦେଇଥାନ୍ତି, ଆଉ ଔଷଧୀୟ ଜିନିଷ ଦେଇଥାନ୍ତି, ଆଉ ବାସସ୍ଥାନ ପାଇଁକି କାଠ ଜିନିଷପତ୍ର ସବୁ ତିଆରି କରିବା ପାଇଁକି ଆମକୁ ସେ କାଠ ଦେଇଥାନ୍ତି, ଫଳ ଫୁଲ ଆଉ ସବୁ ଦେଇଥାନ୍ତି ନା ନାଇଁ। ତେବେ ବୃକ୍ଷମାନେ ଆମର ଯେହେତୁ ଉପକାର କରୁଛନ୍ତି, ଆମେ ତାହାକୁ ଆମେ କହିବା କି ବୃକ୍ଷମାନେ ଆମ ମାନଙ୍କର କ'ଣ ଜୀବନ। ବୁଝିପାରିଲ? ତ ସେଇ ବୃକ୍ଷ ବିଷୟରେ ଆମେ ତୁମର ଯେଉଁ ତୃତୀୟ ପାଠ ରହିଛି ବନମ୍ ବିଷୟଟିକୁ ଆଜି ଆମେ ପଢ଼ିବା। ତ ଚାଲ ଏବେ ଆଉ ଡେରି ନ କରି ସେଇଟିକୁ ଆରମ୍ଭ କରିବା। ଏହି ବିଷୟଟିକୁ ପଢ଼ିବା ସହିତ ଏହାର ଅର୍ଥ ମଧ୍ୟ ବୁଝାଇ କରି ଯିବି। ତୁମେମାନେ ଧ୍ୟାନପୂର୍ବକ ଦେଖ। ବନମ୍ ଅସ୍ମାକମ୍ ଜୀବନମ୍ ଅସ୍ତି। ବଣ ଅସ୍ମାକମ୍ କହିଲେ ଆମ୍ଭମାନଙ୍କର, ବଣ ଆମ୍ଭମାନଙ୍କର ଜୀବନ ଅଟେ। ଅତ୍ର କହିଲେ ଏଠାରେ, ଅତ୍ର ଅନେକେ ବୃକ୍ଷାଃ ବହବଃ ପ୍ରସବଃ ଅନେକେ ଖଗାଶ୍ଚ ସନ୍ତି। ଏଠି ବହୁତ ଗଛ, ପଶୁ, ବହବଃ ପଶବଃ କହିଲେ ପଶୁ, ଅନେକ ଖଗାଶ୍ଚ କହିଲେ କ'ଣ? ଖଗାଶ୍ଚ କହିଲେ ପକ୍ଷୀମାନେ ଅଛନ୍ତି। ଏତେ ବନସ୍ୟ ଶୋଭାବର୍ଦ୍ଧକାଃ ଭବନ୍ତି। ଏତେ କହିଲେ ଏଇମାନେ, ବୁଝିଲେ? ଏମାନେ କ'ଣ କରନ୍ତି ନା ବଣର ଶୋଭାକୁ ସେମାନେ ବର୍ଦ୍ଧନ କରନ୍ତି, ମାନେ ଶୋଭାକୁ ବଢ଼ାଇଥାନ୍ତି। ବନେ ଏକଃ ତଡ଼ାଗଃ ଅସ୍ତି। ତଡ଼ାଗ ହେଉଛି ପୁଷ୍କରିଣୀ। ବଣରେ ଗୋଟିଏ ପୁଷ୍କରିଣୀ ରହିଛି ବା ଅଛି। ତଡ଼ାଗମ୍ ପରିତଃ ବିବିଧାଃ ବୃକ୍ଷାଃ ସନ୍ତି। ତଡ଼ାଗ କହିଥିଲେ କ'ଣ ନା ପୁଷ୍କରିଣୀ, ପରିତଃ କହିଲେ ଚତୁଃପାର୍ଶ୍ୱ, ବିବିଧା କହିଲେ ବିଭିନ୍ନ ପ୍ରକାର, ବୃକ୍ଷ କହିଲେ ତ ଜାଣିଛ ଗଛ, ସନ୍ତି କହିଲେ ଅଛି। ମାନେ ପୁଷ୍କରିଣୀ ଚତୁଃପାର୍ଶ୍ୱରେ ଅନେକ ପ୍ରକାର ବା ବିଭିନ୍ନ ପ୍ରକାର ବୃକ୍ଷ ସବୁ ରହିଛନ୍ତି। ବୃକ୍ଷେଷୁ କୋକିଲାଃ କୂଜନ୍ତି। ବୃକ୍ଷେଷୁ କହିଲେ ବୃକ୍ଷ ଗୁଡ଼ିକରେ ବା ଗଛ ଗୁଡ଼ିକରେ, କୋକିଲାଃ କହିଲେ କୋଇଲି, କୂଜନ୍ତି କହିଲେ କ'ଣ ନା ସେମାନେ ଭୋପାନ୍ତି, ବୁଝିଲ, ରାବନ୍ତି। ବୃକ୍ଷରେ କୋଇଲି କୂଜନ୍ତି ବା ରାବନ୍ତି। ନେକ୍ସଟ ଆସିଲା ବନସ୍ୟ ଶାନ୍ତେ ପରିବେଶେ ପୁରା ଋଷୟଃ ମୁନୟଶ୍ଚ ଭଗବତଃ ଚିନ୍ତନମ୍ ଯୋଗସାଧନମ୍ ଚ ଅକୁର୍ୱନ୍। ବନସ୍ୟ ଶାନ୍ତେ ପରିବେଶେ ମାନେ ବଣର ଶାନ୍ତ ପରିବେଶରେ, ପୁରା କହିଲେ ପୂର୍ବେ, ଋଷୟ ମାନେ ଋଷିଗଣ, ମୁନୟଶ୍ଚ କହିଲେ ମୁନିମାନେ, ଭଗବତଃ କହିଲେ ଭଗବାନଙ୍କୁ, ଚିନ୍ତନ କହିଲେ ଚିନ୍ତା କରନ୍ତି, ଯୋଗ ସାଧନ କହିଲେ କ'ଣ? ଯୋଗ ସାଧନ ତ କହିଲେ ତପସ୍ୟା, ଅକୁର୍ୱନ୍ ମାନେ କରୁଥିଲେ। ତାହେଲେ ସମ୍ପୂର୍ଣ୍ଣ ଅର୍ଥ କ'ଣ ହେଲା? ବଣର ଶାନ୍ତ ପରିବେଶରେ ପୂର୍ବେ ଋଷିମାନେ, ମୁନିମାନେ ଭଗବାନଙ୍କର ଚିନ୍ତନ ଆଉ ଯୋଗ ସାଧନ କରୁଥିଲେ। ସର୍ବେ ବେଦାଃ ସର୍ବାଃ ଉପନିଷଦଃ ସର୍ବାଣି ଧର୍ମଶାସ୍ତ୍ରାଣि ଅଖିଳାନି ପୁରାଣାନି ଅସ୍ୟାମେବ ଶାନ୍ତତରୁଛାୟାୟାଂ ଶିଷ୍ୟାଣାଂ ପୁରତଃ ଋଷୟଃ ମୁନୟଶ୍ଚ ଉକ୍ତବନ୍ତଃ। ଏହାର ସମ୍ପୂର୍ଣ୍ଣ ଅର୍ଥ ହେଉଛି ସର୍ବେ ବେଦାଃ ମାନେ ସବୁ ବେଦ ଗୁଡ଼ିକ, ସର୍ବା ଉପନିଷଦ ମାନେ ସବୁ ଉପନିଷଦ, ସର୍ବାଣୀ ଧର୍ମଶାସ୍ତ୍ରାଣୀ ମାନେ ସମସ୍ତ ଧର୍ମ ପୁରାଣ ଗୁଡ଼ିକ, ଅଖିଳାନି ମାନେ ଏହାର ପୁରାଣ ଗୁଡ଼ିକ ଯେଉଁ ରହିଲା, ଧର୍ମଶାସ୍ତ୍ର ଗୁଡ଼ିକ ଆଉ ସମସ୍ତ ପୁରାଣ ଗୁଡ଼ିକ, ହାସ୍ୟମେବ କହିଲେ ଏହାର, ଶାନ୍ତସ୍ତରୁଛାୟାୟାଂ କହିଲେ ଏହାର ବୃକ୍ଷ ଛାଇ ତଳେ, ଶିଷ୍ୟାଣାମ୍ କହିଲେ ଶିଷ୍ୟମାନଙ୍କ, ପୁରତଃ କହିଲେ ଆଗରେ, ଋଷୟ ମାନେ ଋଷି, ମୁନୟ କହିଲେ ମୁନିମାନେ, ଉକ୍ତବନ୍ତଃ କହିଲେ କହୁଥିଲେ। ମାନେ ଏହାର ସମ୍ପୂର୍ଣ୍ଣ ଅର୍ଥ ହେଉଛି ସବୁ ବେଦ, ଉପନିଷଦ, ଧର୍ମଶାସ୍ତ୍ର, ସମସ୍ତ ପୁରାଣ ଗୁଡ଼ିକ ଏଇ ଯେଉଁ ବୃକ୍ଷର ବା ଛାଇ ତଳେ ବା ଶାନ୍ତ ପରିବେଶରେ ଶିଷ୍ୟମାନଙ୍କ ଆଗରେ ସେଇ ଋଷି ମୁନିମାନେ କହିଥାନ୍ତି, ବୁଝିଲେ, ସେଇ ଧର୍ମ ପୁରାଣ ସବୁ ଆଲୋଚନା କରନ୍ତି। ତାପରେ ବୃକ୍ଷାଃ ଫଳନ୍ତି, ମାନେ ବୃକ୍ଷମାନେ କ'ଣ କରନ୍ତି ନା ଫଳ ପ୍ରଦାନ କରନ୍ତି ବା ଫଳନ୍ତି, ବୁଝିଲ। ଫଳାନି ମଧୁରାଣୀ ଭବନ୍ତି, ଫଳ ଗୁଡ଼ିକ ମିଠା ଲାଗେ। ପକ୍ୱାନି କହିଲେ ପାଚିଲା, ପକ୍ୱାନି ଫଳାନି ଅଧଃ ପତନ୍ତି, ଅଧ ମାନେ ତଳେ, ପକ୍ୱାନି ମାନେ ପାଚିଲା ଫଳ ଗୁଡ଼ିକ
ପକ୍ୱାନି ଫଳାନି କହିଲେ ପାଚିଲା ଫଳ ଗୁଡ଼ିକ ଅଧମମାନେ ତଳେ ପଡ଼େ। ଜୀବାହ ଖାଦନ୍ତି, ଜୀବମାନେ ତାକୁ ଖାଆନ୍ତି। ତାପରେ ତୃପ୍ତାହ ଭବନ୍ତି, ମାନେ ତୃପ୍ତି ମଧ୍ୟ ହୁଅନ୍ତି। ପରୋପକାରାୟ ଫଳନ୍ତି ବୃକ୍ଷାଃ, ତେଣୁ କହନ୍ତି କ'ଣ ନା ବୃକ୍ଷମାନେ ପରର ଉପକାର ପାଇଁକି ଫଳ ଧାରଣ କରନ୍ତି। ବୃକ୍ଷାଃ ଅମ୍ଳଜାନମ୍ ତ୍ୟଜନ୍ତି, ତ୍ୟଜନ୍ତି କହିଲେ ତ୍ୟାଗ କରନ୍ତି। ବୃକ୍ଷମାନେ ଅମ୍ଳଜାନକୁ ତ୍ୟାଗ କରନ୍ତି। ଅଙ୍ଗାରକାମ୍ଳମ୍ ସ୍ୱୀକୁର୍वନ୍ତି, ମାନେ ଅଙ୍ଗାରକାମ୍ଳକୁ ସ୍ୱୀକାର କରନ୍ତି। ଜୀବାଃ ଅଙ୍ଗାରକାମ୍ଳମ୍ ତ୍ୟଜନ୍ତି ଅମ୍ଳଜାନମ୍ ସ୍ୱୀକୁର୍वନ୍ତି, ଜୀବମାନେ ଅଙ୍ଗାରକାମ୍ଳକୁ ତ୍ୟାଗ କରନ୍ତି, ଅମ୍ଳଜାନକୁ ସ୍ୱୀକାର କରନ୍ତି। ବନମ୍ ବୟମ୍ ରକ୍ଷାମଃ, ଆମ୍ଭମାନଙ୍କୁ କ'ଣ ବନ ରକ୍ଷା କରିଥାଏ ବା ଆମ୍ଭେମାନେ ବଣକୁ ରକ୍ଷା କରିବା ଉଚିତ। ବନସ୍ୟ ଛେଦନମ୍ ନ କୁର୍ମ, ବଣର ଛେଦନମ୍ କହିଲେ ଉଚ୍ଛେଦ, ବଣର ଉଚ୍ଛେଦ କରିବା ନାହିଁ। ନ କୁର୍ମ କହିଲେ କରିବା ନାହିଁ। ବନେ ଔଷଧୟଃ ସନ୍ତି, ବଣରେ ଔଷଧ ଗୁଡ଼ିକ ରହିଛି ବା ଅଛି। ତାହା ଜୀବନମ୍ ରକ୍ଷନ୍ତି, ସେ କ'ଣ କରିଥାନ୍ତି ନା ସେମାନେ ସେ ବୃକ୍ଷ ଗୁଡ଼ିକ ଜୀବନକୁ ରକ୍ଷା କରନ୍ତି। ଅତଃ ସାଧୁକ୍ତମ୍ ବନମ୍ ରକ୍ଷତ ରକ୍ଷିତଃ, ତେଣୁ ସାଧୁମାନେ କହନ୍ତି କି କ'ଣ କହନ୍ତି ବା ସାଧୁମାନେ କହିଛନ୍ତି କି ଯଥାର୍ଥରେ କୁହାଯାଏ କି ବନମ୍ ରକ୍ଷତ କଲେ ବନକୁ ରକ୍ଷଣଶୀଳ ବ୍ୟକ୍ତି ରକ୍ଷା କରିଥାଏ। ବୁଝିଲ ପିଲାମାନେ, ଆଶା କରୁଛି କି ତୁମେମାନେ ଏହି ବିଷୟଟିକୁ ଭଲ ଭାବରେ ବୁଝିପାରିଥିବ। ତ ଏବେ ଆମେ ସନ୍ଧି ଗୁଡ଼ିକ ଆଲୋଚନା କରିବା। ଏଠି ରହିଲା ଖଗାଶ୍ଚ। ଖଗାଶ୍ଚ ଦୁଇଟି ଶବ୍ଦର ମିଶ୍ରଣ, ତାର ଅର୍ଥ ହେଉଛି ପକ୍ଷୀମାନେ। ଖଗାଃ ଯୁକ୍ତ ଚ ହେଉଛି ଖଗାଶ୍ଚ। ମୁନୟଶ୍ଚ, ମୁନୟଃ ଯୁକ୍ତ ଚ ମୁନୟଶ୍ଚ। ଅସ୍ୟାମେବ, ଅସ୍ୟାମ୍ ଯୁକ୍ତ ଏବ ଅସ୍ୟାମେବ। ପରୋପକାରାୟ, ପର ଯୁକ୍ତ ଉପକାରାୟ ପରୋପକାରାୟ। ସାଧୁକ୍ତମ୍, ସାଧୁ ଯୁକ୍ତ ଉକ୍ତମ୍ ସାଧୁକ୍ତମ୍। ଏବେ ଆମେ ଏଇ ଯୋଉ ପ୍ରଶ୍ନ ଗୁଡ଼ିକ ସବୁ ରହିଛି ସେ ପ୍ରଶ୍ନର ଉତ୍ତର ଗୁଡ଼ିକ ଜାଣିବା। କିମ୍ अस्माकं ଜୀବନମ୍, ଆମ୍ଭମାନଙ୍କର ଜୀବନ କ'ଣ ଅଟେ? ଲେଖିବ ବନମ୍ अस्माकं ଜୀବନମ୍ अस्ति। କେ ବନସ୍ୟ ଶୋଭାବର୍ଦ୍ଧକାଃ ଭବନ୍ତି, ଆମେ ପଢ଼ିଲେ କେଉଁମାନେ ବଣର ସୌନ୍ଦର୍ଯ୍ୟକୁ ବର୍ଦ୍ଧନ କରନ୍ତି ବା ବଢ଼ାଇଥାନ୍ତି ଶୋଭାକୁ। ଲେଖିବ ଅନେକ ବୃକ୍ଷାଃ ପଶବଃ ଖଗାଃ ଚ ବନସ୍ୟ ଶୋଭାବର୍ଦ୍ଧକାଃ ଭବନ୍ତି। ତା ଅର୍ଥ ହେଉଛି କ'ଣ? ବହୁତ ବୃକ୍ଷ, ପଶୁ ଓ ପକ୍ଷୀ ବଣର ସୌନ୍ଦର୍ଯ୍ୟ ବର୍ଦ୍ଧନ କରିଥାନ୍ତି ବା ସୌନ୍ଦର୍ଯ୍ୟକୁ ବଢ଼ାଇଥାନ୍ତି। ଗ ନମ୍ବର ଦେଇଛି ତଡ଼ାଗମ୍ ପରିତଃ କେ ସନ୍ତି। ତଡ଼ାଗ କହିଲେ ପୁଷ୍କରିଣୀ, ପୁଷ୍କରିଣୀ ଚାରିପାଖରେ କ'ଣ ସବୁ କିଏ ସବୁ ରହିଛନ୍ତି, କ'ଣ ସବୁ ଅଛି? ଲେଖିବ ପୁଷ୍କରିଣୀ ଚାରିପାଖରେ ବିଭିନ୍ନ ପ୍ରକାର ଗଛ ଗୁଡ଼ିକ ରହିଛି। କ'ଣ ଲେଖିବ ସଂସ୍କୃତରେ? ତଡ଼ାଗମ୍ ପରିତଃ ବିବିଧ ବୃକ୍ଷାଃ ସନ୍ତି। ଘ ନମ୍ବର ଦେଲା କୋକିଳାଃ କୁତ୍ର କୂଜନ୍ତି, କୋଇଲିମାନେ କୋଉଠି ବୋବାଇଥାନ୍ତି? ଲେଖିବ କୋକିଳାଃ ବୃକ୍ଷେଷୁ କୂଜନ୍ତି, ମାନେ ବୃକ୍ଷରେ କୋଇଲିମାନେ ବୋବାନ୍ତି। ଗ ନମ୍ବର ଦେଲା କେ ଫଳନ୍ତି, ତମେ ଲେଖିବ ବୃକ୍ଷାଃ ଫଳନ୍ତି, ମାନେ ବୃକ୍ଷମାନେ ଫଳ ଦିଅନ୍ତି। କିମರ್ಥମ୍ ବୃକ୍ଷାଃ ଫଳନ୍ତି, କେଉଁଥିପାଇଁ କି ବୃକ୍ଷମାନେ ଫଳ ଧାରଣ କରିଥାନ୍ତି? ଲେଖିବ ପରୋପକାରାୟ ବୃକ୍ଷାଃ ଫଳନ୍ତି। କେ ଖାଦନ୍ତି, କେଉଁମାନେ ସେ ଯୋଉ ଫଳକୁ ଖାଇଥାନ୍ତି? ତମେ ଲେଖିବ ଜୀବମାନେ, ଲେଖିବ ଜୀବାଃ ଖାଦନ୍ତି। କିମ୍ ସାଧୁକ୍ତମ୍, ଯଥାର୍ଥରେ କ'ଣ କୁହାଯାଇଛି? ଲେଖିବ ରକ୍ଷାକାରୀ ବନକୁ ରକ୍ଷା କରିଥାଏ ନା ନାଇଁ, ସାଧୁମାନେ କୁହନ୍ତି। ଲେଖିବ ବନମ୍ ରକ୍ଷତି ରକ୍ଷିତଃ, ଲେଖିବ ସାଧୁକ୍ତମ୍ ବନମ୍ ରକ୍ଷତି ରକ୍ଷିତଃ। 2 ନମ୍ବର ଦେଇଛି ଶୂନ୍ୟସ୍ଥାନାନି ପୂରୟତ, ଶୂନ୍ୟସ୍ଥାନ ଗୁଡ଼ିକ ତ ତୁମମାନଙ୍କୁ ଆସିବ। କ ନମ୍ବର ଦେଇଛି ଡ୍ୟାସ୍ ରକ୍ଷିତଃ ରକ୍ଷତି ରକ୍ଷିତଃ, ଲେଖିବ ବନମ୍ ରକ୍ଷତି ରକ୍ଷିତଃ। ତା ଜୀବନମ୍ ରକ୍ଷନ୍ତି, ବୟମ୍ ବନମ୍ ରକ୍ଷାମଃ, ବନେ ଔଷଧୟଃ ସନ୍ତି, ବୟମ୍ ବନସ୍ୟ ଛେଦନମ୍ ନ କୁର୍ମ, ଆମେମାନଙ୍କର ବନର ଛେଦନ କରିବା ନାହିଁ। ବାକ୍ୟାନି ରଚୟତ ଦେଇଛି ପତନ୍ତି, ପତନ୍ତି ଅର୍ଥ ହେଉଛି ପଡ଼ୁଛି। ବୃକ୍ଷରୁ କ'ଣ ଫଳ ଗୁଡ଼ିକ ପଡ଼ିଥାଏ? ବୃକ୍ଷାତ୍ ଫଳାନି ପତନ୍ତି। ପୁରତଃ କହିଲେ ଆଗରେ, ମୁଁ ସେପଟେ ପରିତଃକୁ ପରିତଃ ଅର୍ଥ ଚତୁଃପାର୍ଶ୍ୱ, ଏଇଟା ହେଉଛି ପୁରତଃ ମାନେ ଆଗରେ। ମାତୁଃ ପୁରତଃ ପୁତ୍ରଃ କ୍ରୀଡ଼ତି, ପୁରା କହିଲେ ପୂର୍ବେ ବା ପୂର୍ବ କାଳରେ। ପୁରା ଦଶରଥଃ ଇତି ରାଜା ଆସୀତ୍। ଭବନ୍ତି କହିଲେ କ'ଣ ଅଟନ୍ତି। ସାଧବଃ ସରଳାଃ ଭବନ୍ତି। ସନ୍ତି କହିଲେ କ'ଣ ଅଛି। ଅତ୍ର ଫଳାନି ସନ୍ତି, ଖାଦନ୍ତି କହିଲେ ଖାଆନ୍ତି। ନରାଃ ପକ୍ୱାନି ଫଳାନି ଖାଦନ୍ତି। ରକ୍ଷତି କହିଲେ ରକ୍ଷା କରିବା ବା ରକ୍ଷା କରେ। ସୈନ୍ୟଃ ଦେଶମ୍ ରକ୍ଷତି। ପରିତଃ କହିଲେ କ'ଣ ଚାରିପାଖରେ। ଗ୍ରାମମ୍ ପରିତଃ ଶସ୍ୟକ୍ଷେତ୍ରାଣି ସନ୍ତି, ନାଇଁ ଏସବୁ ଆସିବ।
बुझिल एबे आमे 4 नंबर करिबा देछि क स्तम्भेन ख स्तम्भस्य समानार्थक शब्दम योजयत माने क स्तम्भ सहित ख स्तम्भको जो समान अर्थ रहिछि ताको तमे जोड़िबाको कहिछि कर देछि वनम रक्षा मधुराणी खर देछि पादपाः अरण्यम प्राणाः एति देछि जीवनम व्रतः भवन्ति सन्ति अभितः कण सुमिष्टानि बुझिल एति आमे करिबा कोन ना वनम अरण्यम वनम जहा अरण्यम सेया वृक्षाः वृक्षमानकु कोन पादप कुहाଯାଏ पादपाः मधुराणी कोन मधुराणी प्राणाः देछि मधुराणी फलानी हवा कथा एठी मधुराणी फलानी हैला मधुराणी फलानी हवा कथा प्राणाः देछि वन जदि हेतांता वन हमको प्राण देइथे किंतु एठी देछि कोन वृक्षको पादप कहନ୍ତି वनको अरण्य कहନ୍ତି मधुराणी फल जीवनम होछि कि से जीवनम एठी देछि जीवनम सुमिष्टानी देछि तमे लिखिबो जीवनम रक्षन्ति पुरतः अर्थ आगरे बा अभितः अर्थ आगरे पुरतः अभितः भवन्ति अर्थ होछि अटन्ति सन्ति अर्थ होछि अछि तमे भवन्ति को सन्ति पाखको नेब बुझिला तो पिला माने आशा करूछि कि तुम माननकु आजिर एही कालांशटी निश्चय भल लागिथिबो तो गोटे लाइक करिवे वीडियो टिको अन्य मानक सहित शेयर करिवे एवं मोर चैनल टिको सब्सक्राइब करदेवे जहाँद्वारा कि मुझे वीडियो सब आग को अपलोड करी तुम मान निकट में पहुँची जीव एबे देख मुझे प्रश्न सब आलोचना कली ताहार को एक नोट माध्यम लिखि देछि तुमे माने ताको खाता रे उठाई देबो केवल आंसर मु लिखिबी बुझिला तुम माने प्रश्न पढ़िबो आ उत्तर गुड़िक भल भाव में देखिकी लिखिबो तुम माने तो बुझिछ विषय को बुझिछ तुम मानकु आसीबो ए सब प्रश्न बहुत सहज अछि परितः लगे कि आउ एक वाक्य लिखि देख सूर्यम परितः ग्रहाः भवन्ति एटा को भी तुम लिखि परिबो तो एबे रहुछि आउ एक वीडियो सहित आसीबी जय जगन्नाथ।